ବ୍ୟୋମକାଶ ଭାଇ ହେଉଛନ୍ତି ମୋ ମାନେ ମୋ ପଞ୍ଚାୟତ ମୋ ନିର୍ବାଚନ ମଣ୍ଡଳୀର ପଡୋଶୀ ନିର୍ବାଚନ ମଣ୍ଡଳୀର ଜଣେ ବିଧାୟକ ଆଉ ଜଣେ ୟଙ୍ଗ ଲିଡର ଭଲ ନେତୃବୃନ୍ଦ ମଧ୍ୟ। ଅରୁଣ ସାହୁ ଯୋଉ କଥା କହିଥିଲେ ଯେ ପାନଖିଆ ଛେପରା ଦାନ୍ତିଆ ବିଜେପି କର୍ମୀ ମାନେ ପୋଲିସ ବାଲାଙ୍କୁ ଧମକଉଛନ୍ତି, ତାର ଗୋଟେ ନିର୍ଦ୍ଦିଷ୍ଟ ଉଦାହରଣ ହଉଛନ୍ତି ବ୍ୟୋମକେଶ ରାୟ, ଯିଏକି ବାଂଶଡା ଯୋଉ ଥାନା ଅଛି ଧାମରାକୁ ଗଲା ବେଳକୁ ସେ ଥାନା ଅଧିକାରୀ ବା ଥାନାର ଏସ୍ଆଇ ଯେତେବେଳେ ଧମକଉଥିଲେ, ଆରେ ତୁମ କଥା ମାନୁ ତତେ ମୋଟୁ ଥାନାକୁ ପଠେଇଦେବି, ସେଇଟା ହଉଛି ତାଙ୍କର ଗୋଟେ ବଡ ନିର୍ଦ୍ଦିଷ୍ଟ ପ୍ରମାଣ। ଦ୍ୱିତୀୟ କଥା ହେଲା ବ୍ୟୋମକେଶ ରାୟ ଯୋଉ କହିଲେ ଯେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଗୃହମନ୍ତ୍ରୀ କିଏ ବି ନେତା ମନ୍ତ୍ରୀ ଆସୁଛନ୍ତି ବିଜୁ ଭାରତୀୟ ଜନତା ପାର୍ଟିର, ସେମାନଙ୍କୁ କଣ ଇଏ ଆମ୍ବ ଟାକୁଆ ପରସା ଦିଆଯାଏ କି? ବ୍ୟୋମକେଶ ଭାଇଙ୍କୁ ଗୋଟିଏ ପ୍ରଶ୍ନ ରହିବ, ଏ କଥା ବୋଧହୁଏ ବିଧାନସଭାରେ କିଏ ପଚାରିଛନ୍ତି କି ନାହିଁ ମୋର ମନେ ନାହିଁ, ମୁଁ ଆପଣଙ୍କ ମାଧ୍ୟମରେ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ। ଯୋଉ ଜିଲ୍ଲାରେ ବବି ଦାସ 3,500 କୋଟି ଟଙ୍କାର ସ୍ପେଶାଲ ରିଲିଫ ଫଣ୍ଡକୁ ନେଇକି ଖର୍ଚ୍ଚ କଲେ, ସେଇ ଜିଲ୍ଲାର ନଗଡାରେ ଅଧିବାସୀ ମାନେ ତୁଙ୍ଗା ବୋଲି ଗୋଟେ ପରିବା ବା ଗୋଟେ ଫଳ ବା ଜଙ୍ଗଲୀ ପରିବାକୁ ବା ପନିପରିବାକୁ ବ୍ୟବହାର କରି ଖାଉଥିଲେ। ଯେତେବେଳେ ବ୍ୟୋମକେଶ ରାୟ ପ୍ରଶ୍ନ ପଚାରୁଛନ୍ତି ଯେ ଏ ଯୋଉ ଆମ୍ବ ଟାକୁଆଟା କଣ ବିଜେପିର ନେତା ମାନେ ଖାଉଛନ୍ତି କି ତାଙ୍କ ଥାଳିରେ ପରସା ଦିଆଯାଏ, ମୁଁ ବ୍ୟୋମକେଶ ରାୟଙ୍କୁ ଗୋଟେ ପ୍ରଶ୍ନ ପଚାରିବି, ଏ ଯୋଉ ତୁଙ୍ଗା ବୋଲି ଯୋଉ ଫଳଟି ଥିଲା, ଯୋଉ ପରିବାଟି ଥିଲା ବା ଯୋଉ ଜଙ୍ଗଲୀ ଦ୍ରବ୍ୟଟି ଥିଲା, ତାକୁ କଣ ନବୀନ ବାବୁ ଖାଉଥିଲେ ନା ବବି ବାବୁ ଖାଉଥିଲେ ନା ତାଙ୍କର ଯୋଉ ଯିଏ ଧର୍ମଶାଳାର ବିଧାୟକ ପୂର୍ବତନ ଥିଲେ ଯିଏ ଆପଣଙ୍କର ବଳବନ୍ତ ବାବୁ ଥିଲେ ସିଏ ଖାଉଥିଲେ ନା କୋରୋଇ ବିଧାୟକ ସିଏ ଖାଉଥିଲେ? ତେଣୁ ପ୍ରଶ୍ନ ପଚାରିବା ପୂର୍ବରୁ ଯେତେବେଳେ ଗୋଟେ ଆଙ୍ଗୁଳି କାହାକୁ ଦେଖାଯାଉଛି, 3-4ଟା ଆଙ୍ଗୁଳି ଆମ ଆଡକୁ ବି ରହୁଛି, ଆପଣ ସେ ପ୍ରଶ୍ନ ବି ଉତ୍ତର ଦିଅନ୍ତୁ। ଜିନିଷ ହଉଛି ଆମ୍ବ ଟାକୁଆ ଗୋଟେ ଆମ ରାଜ୍ୟର ଆମ ଦେଶର ଛବିକୁ ଖରାପ କରୁଛି। ଆମେ ତାକୁ କେମିତି ଲୁଚେଇବା ବା ଆମେ ତାକୁ କେମିତି ବନ୍ଦ କରିବା, ତାର କେମିତି ସମାଧାନ କରିବା, ସେ ବିଷୟରେ ପ୍ରଶ୍ନ ନ କରି ଆମେ ରାଜନୈତିକ ଉଦ୍ଦେଶ୍ୟ ରଖିକିରି ବିଜେପିର ନେତା କିଏ ଅଛନ୍ତି ତାଙ୍କ ଥାଳିରେ ଯଦି ଆମ୍ବ ଟାକୁଆ ଦିଆଯାଉନି, ତାହେଲେ ତୁଙ୍ଗା କାହା ଥାଳିରେ ଦିଆଯାଉଥିଲା? ଏ ପ୍ରଶ୍ନ ଉତ୍ତର ଆପଣ ଦେଇପାରିବେ କି? ଏ ପ୍ରଶ୍ନର ଉତ୍ତର ଆପଣ ଦେଇପାରିବେନି। ତେଣୁ ପ୍ରଶ୍ନ ହଉଛି ବିଧାନସଭାରେ ଆପଣ ପ୍ରଶ୍ନ କଲା ବେଳେ ଆପଣ ଆପଣଙ୍କ ପ୍ରଶ୍ନର ମର୍ଯ୍ୟାଦା ରଖନ୍ତୁ। ପ୍ରଶ୍ନର ମର୍ଯ୍ୟାଦା ରଖିଲେ ତାହେଲେ ବିଧାନସଭାର ମର୍ଯ୍ୟାଦା ରଖାଯାଇପାରିବ, ଯେତିକି ମୋର ଅନୁଭବ ହୁଏ। ଆଉ ତାପରେ ଆପଣ ଯେହେତୁ ଗୋଟେ ହାଉସର ପଦପଦବୀରେ ଅଛନ୍ତି, ଆପଣଙ୍କୁ ଲୋକ ନିର୍ବାଚିତ କରି ପଠେଇଛନ୍ତି, ଲୋକଙ୍କର ଇଜ୍ଜତ ବି ମଧ୍ୟ ରଖନ୍ତୁ, ଯେହେତୁ ଆମ ଭଳି ସାଧାରଣ ଲୋକ ଆପଣଙ୍କୁ ପ୍ରଶ୍ନ କିଏ ନ ଉଠେଇ ପାରନ୍ତୁ। ତେଣୁ ସେଥିପ୍ରତି ମଧ୍ୟ ବ୍ୟୋମକେଶ ରାୟ ହୁଅନ୍ତୁ ବା ଯେକୌଣସି ଦଳର ଲୋକ ହୁଅନ୍ତୁ, ସେମାନେ ତାଙ୍କ ପ୍ରଶ୍ନର ଉତ୍ତର ପ୍ରତି ଟିକେ ସାବଧାନ ରହିବା ଉଚିତ।